କୁମ୍ଭ ରାଶି ନିଜ ମୂଳ ତ୍ରିକୋଣ ରାଶିରେ ଶନିଦେବ ବକ୍ରୀ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଶନିଦେବ ନିଜ ମୂଳ ତ୍ରିକୋଣ ରାଶିରେ ବକ୍ରୀ ହୋଇଛନ୍ତି ଚଳିତ 2024 ମସିହା ଜୁନ୍ ମାସ 29 ତାରିଖ ଶନିବାର ରାତ୍ରି 11:40 ସମୟରେ। ଶନି ମହାଗ୍ରହଙ୍କର ବକ୍ରୀ ଅବସ୍ଥା ଆସନ୍ତା ନଭେମ୍ବର ମାସ 14 ତାରିଖ ଗୁରୁବାର ପର୍ଯ୍ୟନ୍ତ କୁମ୍ଭ ରାଶିରେ ଏହିଭଳି ବକ୍ରୀ ଅବସ୍ଥାରେ ବିରାଜମାନ କରିବେ। ନିଜ ରାଶି କୁମ୍ଭ ରାଶିରେ ପ୍ରାୟ 135 ଦିନ ଧରି ଶନି ମହାଗ୍ରହଙ୍କର ପଶ୍ଚାତ ଗମନ ରାଶିଚକ୍ରର ସମସ୍ତ ରାଶିଙ୍କୁ ପ୍ରଭାବିତ କରୁଥିଲେ ମଧ୍ୟ କୁମ୍ଭ ରାଶି ପାଇଁ ଏହା ବିଶେଷ ମହତ୍ତ୍ୱ ରଖେ। କାଳପୁରୁଷର ଦଶମ ମକର ଓ ଏକାଦଶ କୁମ୍ଭ ରାଶିର ଅଧିପତି ଗ୍ରହ ହେଲେ ଶନି। ଶନି ମହାଗ୍ରହ କୁମ୍ଭ ରାଶିରେ ଅବସ୍ଥାନ କଲେ ପଞ୍ଚ ମହାପୁରୁଷ ଯୋଗ ମଧ୍ୟରୁ ଶଶ ନାମକ ଏକ ମହାପୁରୁଷ ଯୋଗର ନିର୍ମାଣ ହୋଇଥାଏ। ସେଥିପାଇଁ ଜ୍ୟୋତିଷ ବିଚାରରେ କୁହାଯାଇଥାଏ ଶନି କଳସେ ଦୁର୍ଲଭ, ଅର୍ଥାତ୍ ଶନି ମହାଗ୍ରହ କୁମ୍ଭ ରାଶିରେ ରହିବା ଏକ ଦୁର୍ଲଭ ବା ବିରଳ ଘଟଣା। କାରଣ ସମଗ୍ର ରାଶିଚକ୍ରର ପରିଭ୍ରମଣ କରିବା ପାଇଁ ଶନି ମହାରାଜ 30 ବର୍ଷ ସମୟ ନେଉଥିବା ବେଳେ ରାଶିଚକ୍ରର ଗୋଟିଏ ରାଶିରୁ ବାହାରି ପୁଣି ସେହି ରାଶିକୁ ଫେରିବା ପାଇଁ ପ୍ରାୟ 30 ବର୍ଷ ସମୟ ନେଉଥିବାରୁ ବୁଝିବାକୁ ହେବ ଯେ କୁମ୍ଭ ରାଶିରେ ଶନି ପୁଣି ଥରେ ଆସିବା ପାଇଁ ଆସନ୍ତା 30 ବର୍ଷ ସମୟ ନେବେ। କୁମ୍ଭ ରାଶି ଶନିଙ୍କର ନିଜ ମୂଳ ତ୍ରିକୋଣ ରାଶି ବୋଲି ବୈଦିକ ଜ୍ୟୋତିଷ କୁହେ ଏବଂ ଏହି କୁମ୍ଭସ୍ଥ ଶନି ଜାତକକୁ ବଡ଼ ଚମତ୍କାର ଫଳ ପ୍ରଦାନ କରିଥାନ୍ତି। ତା ସଙ୍ଗେ ସଙ୍ଗେ କୁମ୍ଭ ରାଶିରେ ବକ୍ର ଗମନ କରୁଥିବା ଶନି କୁମ୍ଭ ରାଶି ପାଇଁ ବହୁତ ଫଳ ମଧ୍ୟ ଦେଇଥାନ୍ତି। ନୈସର୍ଗିକ ରାଶିଚକ୍ରର ଦଶମ ଭାବ ମକର ଓ ଏକାଦଶ ଭାବ କୁମ୍ଭ ରାଶିର ଅଧିପତି ଶନିଙ୍କର ଏହି 135 ଦିନ ବକ୍ରୀ ହେବା କୁମ୍ଭ ରାଶି ପାଇଁ ଜୀବନରେ ଖୁସିର ଲହର ଆଣିବା ସହିତ କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଉତ୍ସାହପ୍ରଦ ରହିବ। ସାମ୍ନାରେ ଆସୁଥିବା ପ୍ରତ୍ୟେକ ଆହ୍ୱାନର ମୁକାବିଲା ଆପଣ ସଫଳତାର ସହିତ କରିବା ଏବଂ ନିଜ ସପକ୍ଷରେ ରଖିବା ପାଇଁ ସମର୍ଥ ହେବେ। ବିଶେଷତଃ କଠିନ ପରିସ୍ଥିତିକୁ ମଧ୍ୟ ବଦଳାଇ ସମୟକୁ ନିଜ ଅକ୍ତିଆରୀରେ ରଖିବା ପାଇଁ ଶନି ମହାଗ୍ରହ ଆପଣଙ୍କୁ ସାମର୍ଥ୍ୟ ପ୍ରଦାନ କରିବେ। ଆର୍ଥିକ ସଙ୍କଟ ଥିଲେ ତାହା ମଧ୍ୟ ସମାଧାନ ହୋଇ ଆର୍ଥିକ ଫାଇଦା ପାଇପାରିବେ। ରାଜନୈତିକ ତଥା ସାମାଜିକ ଜୀବନରେ ଜଡ଼ିତ ଥିବା ବ୍ୟକ୍ତିବିଶେଷ ସର୍ବଦା ଗଣ ବା ଜନତାଙ୍କ ସହିତ ଯୋଡ଼ି ହୋଇ ରହିବାର ସୁଯୋଗ ପାଇବା ସଙ୍ଗେ ସଙ୍ଗେ ସେମାନଙ୍କର ବହୁତ ଗୁଡ଼ିଏ ସମସ୍ୟା ସମାଧାନ କରିବାରେ ସହାୟକ ହେବେ। ଶନି ମହାଗ୍ରହଙ୍କର ଏହି ବକ୍ରୀ ସମୟ ଚାକିରି ବା କର୍ମ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଉତ୍କୃଷ୍ଟ ସମୟ ରୂପେ ବିବେଚିତ ହେବ। ଯେକୌଣସି ବିଷୟରେ କ୍ୟାରିୟର କରିବା ପାଇଁ ଏହା ପ୍ରକୃଷ୍ଟ ସମୟ। କୁମ୍ଭସ୍ଥ ବକ୍ରୀ ଶନି ମହାଗ୍ରହଙ୍କ ସହଯୋଗରେ ଆପଣ କଠିନ ପରିଶ୍ରମ ପୂର୍ବକ ଯେକୌଣସି କାର୍ଯ୍ୟରେ ଦକ୍ଷତା ହାସଲ କରିବାର ସୁବର୍ଣ୍ଣ ସମୟ। ସବୁଠାରୁ ବଡ଼ କଥା ହେଲା ଶନି ମହାରାଜଙ୍କ ଦୟାରୁ ଆପଣ ନିରୋଗ ରହିବା ସହିତ ବିଭିନ୍ନ ସେବାମୂଳକ କାର୍ଯ୍ୟ ସହିତ ସଂଶ୍ଳିଷ୍ଟ ରହିପାରନ୍ତି। ଦୂରସ୍ଥାନ ତଥା ତୀର୍ଥ ଭ୍ରମଣ କରିବାର ସୁଯୋଗ ଆସିବ। ଜ୍ଞାନ ଅର୍ଜନ ପାଇଁ ଶିକ୍ଷାର୍ଥୀମାନେ ଜନ୍ମସ୍ଥାନରୁ ଦୂରକୁ ଯାଇପାରନ୍ତି। କିନ୍ତୁ ସମାନ୍ତରାଳ ଭାବରେ କୁମ୍ଭ ରାଶି ପାଇଁ ଶନି 7.5 ଭୋଗ ହେଉଥିବାରୁ ଜାତକରେ ଯଦି ଶନି ଭଲ ଅବସ୍ଥାନ ପାଇନାହାନ୍ତି, ଶନି ମହାଗ୍ରହଙ୍କର ଦଶା ଅନ୍ତର୍ଦଶା ଭୋଗ ହେଉଛି ବା ଶନି 7.5 କିମ୍ବା ଢାଇଆରେ ଆପଣ ପୀଡ଼ିତ, ତେବେ ଶନି ନକାରାତ୍ମକ ଫଳ ମଧ୍ୟ ଦେଇପାରନ୍ତି। ଯଥା ମାନ ସମ୍ମାନରେ ହାନି, ଉଚ୍ଚ ସ୍ଥାନରୁ ପତନ, ଦୁର୍ଘଟଣା, ସ୍ଥାନଚ୍ୟୁତ, ଆର୍ଥିକ ହାନି, ହାତଗୋଡ଼ ଭାଙ୍ଗିଯିବା, ଭ୍ରାତୃକଳହ, ଚୌରଭୟ ପ୍ରଭୃତି। ଏହିସବୁ ସମସ୍ୟାରୁ ବଞ୍ଚିବା ପାଇଁ ଏବଂ ଶନିଙ୍କର ସମସ୍ତ ସୁଫଳ ପାଇବା ପାଇଁ ପ୍ରତ୍ୟହ ହନୁମାନ ଚାଳିଶା ପାଠ କରିବା, ମହାବୀର ହନୁମାନଙ୍କ ପୂଜାର୍ଚ୍ଚନା କରିବା, ଶନିଙ୍କର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କୁ ଆରାଧନା କରିବା, ସର୍ବୋପରି ଶ୍ରୀକ୍ଷେତ୍ର ପୁରୀରେ
ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଦାନ ଧର୍ମ କଲେ ଶନିଙ୍କ ପୀଡ଼ାରୁ ବର୍ତ୍ତିବା ସହ ସମସ୍ତ ଶୁଭଫଳ ଲାଭ କରିପାରିବେ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର।